सहस्राय सत्याय सकलहराय आगमनिगमसारो सृष्टिसंहारकारो वयसि नवकिशोरो नित्यवृन्दावनस्थो समनभयविनाशो पापिनिस्तारयन्तौ भज भजतु मनोरीराधिका कृष्णचन्द्रो नीलाचलनिवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये। श्रीकृष्ण चैतन्य प्रभु नित्यानंद श्री अद्वैत गदाधर हरे कृष्ण 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 हरे 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 राम राम राम
ବିନୋଦ ଠାକୁର ଗୀତର ଶେଷରେ କହିଲେ বিষয়ে যে প্রীতি এবে আছে আমার সেই মত প্রীতি হোক চরণে তোমার। ଏ ସଂସାରରେ ସମସ୍ତଙ୍କର ପ୍ରୀତି ଅଛି, କିନ୍ତୁ ବିଷୟ ପ୍ରତି ପ୍ରୀତି ଅଛି। ବିଷୟ ମାନେ ଏ ସମସ୍ତ ଶରୀର ସହିତ ଯାହା କିଛି ଆବଶ୍ୟକ ଧନ ସମ୍ପତ୍ତି ଘର ଇତ୍ୟାଦି ତାକୁ ବିଷୟ କର ସଂସାର, କାହିଁକିନା ସେଗୁଡ଼ାକ ସବୁ ଆମେ ବ୍ୟବହାର କରନ୍ତୁ। ବିଷୟ ବୋଲି ଗୋଟେ ଜାଗାରେ କୁହାଯାଏ, ତାକୁ ବିଷ ବୋଲି ମଧ୍ୟ କୁହାଯାଏ। ତାକୁ ଯିଏ ଲୋଭ କରିକି ଏଗୁଡ଼ାକ ସବୁ ଗ୍ରହଣ କରେ ତାକୁ ବିଷ ଭଳିଆ ସେ ସବୁ କାର୍ଯ୍ୟ କରେ, ତାକୁ ମାରେ। ସେ ଲୋଭବଶତଃ ଲୋକମାନେ ସମ୍ପତ୍ତି ବାଡ଼ି ଘର ଦ୍ୱାର କରିକି ଲୋଭି ଚିନ୍ତା କରିକି ମରୁଛନ୍ତି। ରକ୍ଷା ତ କରିପାରିବେନି, ନିଜେ ତ ରହିପାରିବେନି, ଆଉ ତାକୁ ରକ୍ଷା କରିବି ନା କିନ୍ତୁ ଚିନ୍ତା କରି କରି ବିଷୟା ବିଷ ବୋଲି ତାକୁ କୁହାଯାଏ। ଏ ଯେଉଁ ବିଷୟ ଅଛି, ଯେହେତୁ ଆମର ଏଗୁଡ଼ିକ ସବୁ ଆବଶ୍ୟକ ଅଛି ଶରୀର ପାଇଁ, ଇନ୍ଦ୍ରିୟାଣି ମନୋବୁଦ୍ଧି ରସ୍ୟାଧିଷ୍ଠାନ ଉଚ୍ୟତେ। ଇନ୍ଦ୍ରିୟ ମନ ବୁଦ୍ଧି ଏଗୁଡ଼ିକରେ ତିଆରି ହେଇଛି, ଏଗୁଡ଼ିକ ସେମାନେ ବଞ୍ଚିବେ, ତା ଦ୍ୱାରା ବଞ୍ଚୁଛନ୍ତି, ସେ ଦ୍ୱାରା ବଞ୍ଚୁଛନ୍ତି, ସେଇଥିରେ ତିଆରି ହେଇଛନ୍ତି, ସେଇଟାକୁ ହିଁ ଆନନ୍ଦ ପାଉଛନ୍ତି, ସେଥିରେ ଦୁଃଖ ପାଉଛନ୍ତି। ଇନ୍ଦ୍ରିୟାଣି ମନୋବୁଦ୍ଧି, ଇନ୍ଦ୍ରିୟ ମାନେ ଏବଂ ମନ ସହିତ ବୁଦ୍ଧି ୟାଙ୍କୁ ତିଆରି ହେଇଛି, ଜଡ଼ ବସ୍ତୁରେ ତିଆରି ହେଇଛନ୍ତି, ଜଡ଼ ବସ୍ତୁରେ ରହୁଛନ୍ତି, ଜଡ଼ ବସ୍ତୁରେ ସୁଖ ଭୋଗୁଛନ୍ତି, ସେଇଟାକୁ ଦୁଃଖ ଭୋଗୁଛନ୍ତି। ବୁଝିଲେ? ସେଇଟିକୁ ସମସ୍ତେ ପ୍ରୀତି କରିବ। ପ୍ରୀତି ମାନେ ଫଳ ପାଇବା, ସାଧାରଣ ଭଲ ପାଇବା ନାଇଁ, ସେଇଟା ଅଲଗା କଥା। ଭଲ ପାଇବା ମାନେ ସବୁ ଜାଗାରେ ଆସନ୍ତି। ଭଲ ପାଇବା, ଭଲ ପାଆନ୍ତି କ'ଣ ପାଇଁ? ସେଟାକୁ ଯତ୍ନ କର, ପ୍ରୀତି କରିବା ତାକୁ ଯତ୍ନ କର, ତାକୁ କେମିତି ରକ୍ଷା କରୁ, ତାକୁ କେମିତି ବଢ଼ଉ, ତାକୁ କେମିତି ପାଉ, ସେଥିପାଇଁ ସବୁବେଳେ ଦେହକୁ ନେଇକି ସବୁ କର, ଦେହ ସହିତ ସମସ୍ତେ ରହିଛି। ସେଇ ପ୍ରୀତିଟି ପଇସା ପତ୍ର ଯେମିତି ଯିଏ ତାକୁ ଜାଗ୍ରତରେ ରଖୁଛି ନା, ଦେଖି ନ ଦେଖିଲେ ତା ପାଇଁ କେତେ ଯତ୍ନ, ଦିନ ରାତି ଅଛି, କେତେ ହେଲାଣି, ବଢ଼ିଲାଣି ନା ନାହିଁ, ବ୍ୟାଙ୍କରେ କେତେ ବଢ଼ିଲାଣି ନା ନାହିଁ, କେତେ ହେଲାଣି କ'ଣ କଲେ ଲାଗିଥିବ। ତା କେନ୍ଦ୍ର ହେଉଛି ସମସ୍ତଙ୍କର, ସବୁଥିର କେନ୍ଦ୍ର ହେଉଛି ଅର୍ଥ। ପଇସା ଦେଲେ ପଇସା ବଳରେ ସବୁ କିଛି କରିପାରିବ, ସବୁ କିଛି କରିପାରିବନି, କିନ୍ତୁ ତା ଦ୍ୱାରା ସମାଧାନ କେତେ ଗୋଟେ ସବୁ ହେଉଛି। ପଇସା ନଥିଲେ କିଛି ହେବନି, ମୂଲ୍ୟ ନାହିଁ। କଳିଯୁଗରେ ତ ଅର୍ଥର ମୂଲ୍ୟଟା ବେଶୀ। ଆଉ ଯେତେ ଗୁଣ ଥିଲା ସେ ସବୁ ଗୁଣ ଗୁଡ଼ିକ ସବୁ କଳିଯୁଗରେ ଶକ୍ତି ମିଳିଯାଇଛି। ଅର୍ଥରେ ହିଁ, ପଇସାରେ ହିଁ ଶକ୍ତି ବେଶୀ। ବିତ୍ତମେବ କଳୌରୁଣାମ ଜନ୍ମାଚାର ଗୁଣୋଦୟଂ ସତ୍ୟ ନ୍ୟାୟ ବ୍ୟବସ୍ଥାୟାଂ ସର୍ବତ୍ର ବଳବାନୀ। ସତ୍ୟ ନ୍ୟାୟ ବ୍ୟବସ୍ଥାୟାଂ, ନ୍ୟାୟ ବ୍ୟବସ୍ଥା, ସତ୍ୟ ବ୍ୟବସ୍ଥା, ସତ୍ୟ ଯୋଉଠି ଥିବ, ନ୍ୟାୟ ଥିବ ବୋଲି ମଧ୍ୟ ପଇସା ଫଳରେ ସେ ତାର ଅସତକୁ ସତ କରିଦେଉଛି, ନ୍ୟାୟକୁ ନ୍ୟାୟ କରିଦେବ, ନ୍ୟାୟକୁ ନ୍ୟାୟ ମଧ୍ୟ କରିଦେବ। ଦେଖାଯାଉଛି ସମାଜ ମଧ୍ୟରେ ପଡ଼ିବ। ଆହୁରି କହିଲେ ଜନ୍ମାଚାର ଗୁଣୋଦୟଂ, ଜନ୍ମ ଆଚାର ଗୁଣ ଇତ୍ୟାଦି ସେଗୁଡ଼ିକ ମଧ୍ୟ ପଇସା ଜାଗା ଥିବ ବୋଲେ ସବୁ ଜାଗା ତା ପାଖରେ ଭଲ ହୋଇଯିବ, ତାର ଠିକ୍ ମିଳିଛି, ସବୁ କିଛି କରିବା। ପଇସା କିଛି ନଥିଲେ କିଛି ତାର ଅନ୍ୟ ଗୁଣ ଥିଲେ ମଧ୍ୟ ତାକୁ କିଣିଲେ ଆଦର କରି ବିକଳ କଳିଯୁଗର ବ୍ୟବସ୍ଥା ବୋଲି ଭାଗବତରେ କୁହାଯାଏ। ତ
विषय जे प्रीति आवे আছে আমার বর্তমান এই বিষয় প্রতি মোর প্রীতিটি আছে নাই বুঝে ভিতরে সেই প্রীতিটি তোমার পাদ পদ্মরে রহু সেই পদ প্রীতি হোক চরণ তোমার তোমার চরণ পাদ পদ্মরে মোর সেই প্রীতিটি হোক বলি কইলে বুঝিতে ସେଇଠି କହିଲେ ଆପଣଙ୍କ ପାଖରେ ସେଇ ପ୍ରୀତିଟା ହଉ ପୁଣି ସେଇଠି କହିଲେ ନିଜ କର୍ମ ଫଳ ବସି ଯେ ଜନ୍ମ ପାଇ ମୋର କର୍ମ ଫଳରେ ମୋତେ ଭୋଗ କରିବାକୁ ଯେଉଁ ଜନ୍ମ ଦେଉଛ ଦିଅ ପଶୁ ହଉ କି ପକ୍ଷୀ ହଉ କି ମଣିଷ ହଉ କି କ'ଣ ହଉ ଯେଉଁ ଜନ୍ମ ଦେଲେ ମୋତେ ଦିଅ ମୁଁ ସେଇଟା ମାଗୁନି ମୋର କର୍ମ ଖଣ୍ଡନ କର ବୋଲି ମୁଁ କହୁଛି किंतु मती तम पाखे रहो बुझे रीति तम पाखे रहो मती किंतु तम पाखे रहो शरीर जो ढोचो जन्म हो जो शरीर मिलू कि मती तम पाखे रहो ये मांग एवढी सिद्धांत वेदांत कथा मती भगवान पाखे प्रीति रोकता आउ ये कर्म फल जे मोर कर्म फल स्वर्ग थाकी स्वर्ग रही नरक रही का पाप कर्म नरक रही स्वर्ग रही किंतु मोर कर्म देखो मु खंडन करिया कहने मत जोड़ा मिलू किंतु तमर कृपाटी मुझे जो मागुची प्रार्थना प्रभु तब पाद जुगे मोर निवेदन कौन पाद जुगे निवेदन नाई मागी देह सुख विद्याधन देहर सुख किए संसार भीतर विद्या विद्या प्रतिष्ठा कवि भाव प्रतिष्ठा धन मागे नहीं मागी देह को सुख दब पाई सुख संसार सुख मागुनि देहर सुख धन मागुनि जन नहीं मागी मागे देह सुख विद्या धन जन माने संतान संतति आरंभ करके लोक मान कौन मागुची आग नहीं कहे कौन मागुन कह संसार देह सुख धन धन देले संसार सब किसी जन गला मरवा पर मागुनी ये जगत तो सुखटा मागुंट देह देह को सुख करने धन धन दीटा देते सुख नहीं मरिया पर नहीं मागी स्वर्ग आर मोक्ष नहीं मागी स्वर्ग मत मागुनी मरिया परलोक लोक मैंने परलोक पाया यज्ञ कर दान कर तीर्थ कर उपवास कर परलोक करने स्वर्ग को जुगु चंद्रलोक को जुगु कि नहले इंद्र मरी जाए पशु जिन ऊपर खाऊ जंगल को तपलोक को जीवे जो मैंने तपस्वी सेटा मागुनी स्वर्ग मागुनी कि मुक्ति मागुनी स्वर्ग नहीं मागी स्वर्ग आर मुख्य नहीं मागी मुख्य मागुनी नाकरी प्रार्थना कोनो विभूति लगे आ गोटे अच्छी विभूति विभूति माने सिद्धि योग मार्ग से सिद्धि सीधा सब जहाँ पाखे थो भगवान भगवान को पूजा करें जहाँ जोड़ा कहदेव जो बुझा पानी दे सुसिद्धि योग मार्ग जणिमा लघिमा महिमा सीता सीता सिद्धि सब अच्छे से गुड़िक मागुनी ऐश्वर्य गुड़ा सब भगवान से मागुनी नहीं मागी
ସ୍ୱର୍ଗ ଆର ମୋକ୍ଷ ନାହିଁ ମାଗି ନା କରି ପ୍ରାର୍ଥନା କୋଣ ବିଭୂତିର ଲାଗେ। ବିଭୂତି ଭଗବାନ ଐଶ୍ୱର୍ଯ୍ୟ ମୋର ଦରକାର। ତାହେଲେ କ'ଣ ମାଗୁଛୁ? କ'ଣ ମାଗିବ? କହୁଛୁ ନିଜ କର୍ମ ଗୁଣ ଦୋଷେ ଯେ ଯେ ଜନ୍ମ ପାଏ। ମୋର ନିଜର କର୍ମ ବସିରେ ଜନ୍ମ ହେଇଛି, ପୂର୍ବର କର୍ମ ଅନୁସାରେ ଏଇଠି ଜନ୍ମଟା ମିଳିଛି, ଶରୀରଟା ମିଳିଛି ତାକୁ ନା। ନିଜ କର୍ମ ଗୁଣ ଦୋଷେ, ଗୁଣ ଆଉ ଦୋଷ ଏ ଦୁଇଟା ଅଛି। ପୁଣ୍ୟ ପାପ, ଭଲ ମନ୍ଦ, କିଛି ଭଲ ଥିବ କିଛି ମନ୍ଦ ଥିବ, କର୍ମ ଅନୁସାରେ ନିଜ ଗୁଣ କର୍ମ ଦୋଷେ ଯେ ଯେ ଜନ୍ମ ପାଇ ଯୋଉ ଜନ୍ମ ମତେ ମିଳିବାକୁ ଅଛି କର୍ମର, ସେହିପରି ସେଇ ଯୋଉ କର୍ମ ଅଛି ପାଇବା ପାଇଁ ସେଇ ଜନ୍ମଟା ମୋର ମିଳୁ। ମତେ ମୁଁ କହୁନି ମୋର ମତେ କର୍ମଟାକୁ ଖଣ୍ଡନ କରିଦିଅ ବୋଲି କହୁନି, ଯୋଉ କର୍ମରେ ରହିବି ମଧ୍ୟ ରହିବି, କିନ୍ତୁ ଜନ୍ମେ ଜନ୍ମେ ଯେନ ତବ ନାମ ଗୁଣ ଗାଇଥାଏ। କିନ୍ତୁ ଯୋଉ ଜନ୍ମ ମିଳିଲେ ମଧ୍ୟ ତମର ନାମ ଗୁଣ, ଭଗବାନଙ୍କର ଗୁଣ ସବୁ ରହିଛି, ତାଙ୍କର ଚରିତ୍ର ରହିଛି ଏବଂ ନାମ ତାକୁ ଯେମିତି ଗାନ କରିବା ଅର୍ଥ ଭଗବାନଙ୍କର ଗୁଣ କୀର୍ତ୍ତନ କରିବା, ତାଙ୍କୁ ଜୟ ଧ୍ୱନି ଦେବା, ଭଗବାନଙ୍କର ଜୟ ହଉ। ବୁଝିଲେ, ଭଗବାନଙ୍କର ନାମ ତ ଜୟ, ଜୟ ତେଷାଂ ଲାଭ ତେଷାଂ ଜୟ ତେଷାଂ ଉତ୍ତହ ତେଷାଂ ପରାଭବ येषां हिंदी परसां ହୃଦୟ ତ ଜନାର୍ଦ୍ଦନ। ଭଗବାନ ଯୋଉଠି ଅଛନ୍ତି ଲାଭ ସେଇଠି, ଲକ୍ଷ୍ମୀ ତ ସେଇଠି ଅଛନ୍ତି, ସରସ୍ୱତୀ ଅଛନ୍ତି, ସବୁ ତ ସେଇଠି ଅଛି। ଲାଭ ତେଷାଂ ଜୟ ତେଷାଂ ସେଇଟା ତ ଅଛି ତାଙ୍କ ପାଖରେ, କିନ୍ତୁ ଭକ୍ତ ଭଗବାନଙ୍କୁ ଜୟ ଦଉଛନ୍ତି। ଗୋବିନ୍ଦ ଜୟ ଜୟ, ଗୋପାଳ ଜୟ ଜୟ, ଜୟ ରାଧେ, ଜୟ କୃଷ୍ଣ, ଜୟ ବୃନ୍ଦାବନ, ଆମେ ଜୟ ଧ୍ୱନି ଦଉଛି ନା ନାଇଁ? ତାଙ୍କୁ ଜୟ ଧ୍ୱନି ଦେବା ମାନେ ଭଗବାନଙ୍କୁ ଜୟ ଧ୍ୱନି ଦେଲେ ତମର ମଧ୍ୟ ଜୟ ହେଲା। ଆଉ ଅମଙ୍ଗଳ ଜୟ ହେଲେ ତ ଅମଙ୍ଗଳ ପଳେଇଲା, ମଙ୍ଗଳ ଆସିଲା। ଜୟ ସଜଲା ହଁ, ଜୟ ସଜରେ ମଙ୍ଗଳ ଶୁଭ ସୁଖ ଆନନ୍ଦ ସବୁ ଅଛି। ଭଗବାନଙ୍କର ତମର ଯେମିତି ନାମ ଆଉ ଗୁଣକୁ ଯେମିତି ମୁଁ ଗାଇବି, ତମର ମଣିଷର ଗୋଟିଏ ଭଗବାନ ଦେଇଛନ୍ତି, ସେ ପାଟିରେ କ'ଣ ନା କିଛି କିଛି ଗାଇବ, କିଛି କହୁଥିବ, କିଛି କରୁଥିବ, ଖାଲି ରଞ୍ଜନ ପଡ଼ିକି ରହିବେ। ସେ କହିଲେ ଯୋଉ ଜନ୍ମ ସେ କୁକୁର ଜନ୍ମ ଯାଇପାରିବେ, ମନ ଚିନ୍ତା କରିବେ। ହଁ, ସେଇଟା ତ ସେ ମାଗୁଛନ୍ତି, ମାଗୁଛନ୍ତି ନା। ଜନ୍ମ ହେଲେ ମଧ୍ୟ ପାଇବ, ଯୋଉ ଜନ୍ମ ହେଲେ ମଧ୍ୟ ପାଇବ। ଯୋଉ ଜନ୍ମ ଅର୍ଥ କହିଲେ କ'ଣ? ସ୍ୱର୍ଗେ ବା ନିରଜେ ଥାକି କହିଛନ୍ତି, ସ୍ୱର୍ଗରେ ଦେବତା ହଉ, ଗନ୍ଧର୍ବ ହଉ, ଋଷି ହଉ, କିମ୍ବା ମଣିଷ ହଉ, କିମ୍ବା କୋଉ ରୂପ କୋଉଟା ହଉ, ସ୍ତ୍ରୀ ହଉ, ପୁରୁଷ ହଉ, କୋଉଟା ହଉ, ମୋ କର୍ମ ପଛରେ ମୁଁ ଯୋଉଟା ଗାଇବି ରହିବି, ସେଇଟା କିନ୍ତୁ ତମର ନାମ ଗୁଣକୁ ଯେମିତି ଗାଉଥିବ। ଜଗନ୍ନାଥଙ୍କ ଅଷ୍ଟକରେ ଗୋଟେ ଅଛି, ଏଇଟା ଅଛି ତାହିଁ ନବେ ଯାଚେ ରାଜ୍ୟ ନଚକନକ ମାଣିକ୍ୟ ବିଭବ ନଦାଚ ପରମ୍ୟାଂ ସକଳ ଧନ କାମ୍ୟାଂ ବରବଦ ସଦା କାଳେ କାଳେ କମତପତି ନା ଗୀତ ଚରିତ ଜଗନ୍ନାଥ ସ୍ୱାମୀ ନୟନ ପଦରେ ଆମେ କହୁଛୁ। ରାଜ୍ୟ ନଚକନକ ଭୋଗ ବିଭବ ଏଇ ଜିନିଷଟା ହିଁ ମାଗୁଛନ୍ତି। ଏଇ ଯାଚେ ରାଜ୍ୟଂ କନକ ବିଭବମ୍ ନଦାଚ ରମ୍ୟାଂ ସକଳ ଧନ କାମ୍ୟାଂ ବରବଦ କ'ଣ କହିବ? ସଦା କାଳେ କାଳେ ପ୍ରମଥପତି ନା ଗୀତ ସରିତ ପ୍ରମଥାନାନି ପତି, ପ୍ରମଥ ମାନଙ୍କୁ ଯିଏ ସଂହାର କରିକି ତାଙ୍କୁ ଧର୍ମ ସଂସ୍ଥାପନା କରୁଛନ୍ତି, ତାଙ୍କର ଗୁଣ ଗାଇବେ। ଗୀତ ଚରିତ, ତାଙ୍କର ଗୀତ, ତାଙ୍କର ଚରିତ୍ର, ଅବତାର ଲୀଳା ସମସ୍ତ ତାଙ୍କ ବରବଧୂ ମନୋରମା ସ୍ତ୍ରୀ ଦରକାର, ଭଲ ସ୍ୱାମୀଟି ଦରକାର, ଏଇଟା ତ ମାଗୁଛନ୍ତି ନା। ବରବଧୂ କହିଲେ ସେଥିପାଇଁ ପର୍ଦାକୁ ଦେଇକି ପୂଜାପୂଜି କରିଥାଉଛନ୍ତି, ମନରେ ଭାବିଥାଉଛନ୍ତି, ସେଇଟା ବି ଦରକାର ନାହିଁ। ଐକ ସୁଖ, ପରଲୌକିକ ସୁଖ ଇତ୍ୟାଦି କହୁଛନ୍ତି।
आशा मम तुमार चरणी अहेतु की भक्ति हृदय जागे अनुक्षणी। कौन तार तोर दरकार या तो सब दरकार दरकार नहीं बोली कहलु दरकार कौन एडी कहलु एई मात्र आशा मम मोर एटी मात्र आशा केवल एटी मोर आशा कौन अहेतु की भक्ति जेने हृदय जागे अनुक्षणी। अहेतु की भक्ति जेने जागे अनुक्षणी। अहेतु की भक्ति भक्ति तो अच्छी किंतु अहेतु की भक्ति अहेतु की भक्ति अर्थ न हेतु हेतु अर्थ कौन सी कामना कारण कौन सी उद्देश्य भक्ति करुचे कौन सी उद्देश्य भक्ति करुचे गोटे जिन करी गोटे जिन बुझल प्रतिष्ठा दरकार सम्मान दरकार पैसा दरकार धन दरकार कौन है गोटे हेतुरे करुचे ताले से भक्तिटा कौन हम जोड़ा करुचे सियाड़े कौन प्राप्त हो गोटे जिनस से गोटे करुचे से हेतु भक्ति सकाम भक्ति कारण हम ना कारण तार हेतु रहा तार उद्देश्य रहा मुझा से मोर रही अन्य कौन उद्देश्य रही अहेतु भक्ति बोली भागवत ने कहले सभी हिंसा परो धर्म जतो भक्ति अधोक्षजे अहेतु की अप्रत्यहता जयात्मा सुप्रसिद्धति सभी हिंसा परो धर्म जिते समस्ते धर्म कर मनुष्य मानकर सबुठु श्रेष्ठ धर्म है परो धर्म सब धर्म भर सर्वश्रेष्ठ धर्म है जतो भक्ति अधोक्षजे भक्ति अधोक्षज होती कृष्ण अध इंद्रिय ज्ञान देन सह इंद्रिय ज्ञान मान को अध करके जे ऊपर रही अक्षज ज्ञान नहीं अधोक्षज ज्ञान अधोक्षज अक्षज अर्थ ऊपर इंद्रिय ऊपर जे रही इंद्रिया ऊपर रही इंद्रियों को अध कर रही अधोक्षज प्रति भक्ति करवा हूँ श्रेष्ठ धर्म परो धर्म कहे धर्म तो सब अच्छे समस्त सब धर्म से धर्म भितर को धर्म सर्वधर्माणाम एष परमोत्तम मत महाभारत पचार विष्णु सहस्र नाम अच्छे कही जदवत्या पुनरिकाक्ष ये कहले भागवत कहले अहेतु की अप्रत्यहता अहेतु की शब्द भी से अहेतु की एवं अप्रत्यहता कौन सी हेतु नहीं हेतु अहेतु हेतु नहीं माने कौन सी तार उद्देश्य नहीं अन्य कौन सी उद्देश्य नथियो एवं अप्रत्यहता कहा द्वारा प्रतिहत हो बाधा सृष्टि कर ताले कौन हम आत्मा सुप्रसिद्धति आत्म प्रसन्न हम बाधा सृष्टि ना बाधा हेनी उद्देश्य अन्य उद्देश्य गोटे उद्देश्य किए गोटे कौन भक्ति कर कौन उद्देश्य कर कौन मैं क्या निज आत्मा निज परिजन निज परिवार तो पचे अच्छी तार निजर इंद्रिय मन करना कौन है परिवार कौन लगे इंद्रिय सुख करना कौन ना कौन कौन कर इंद्रिय सुख ना कौन आत्म सुख अच्छी कहले आत्मा प्रसन्न आत्मा शब्द सब अच्छी देह को आत्मा कहते
इंद्रिय को कहते प्राण को भी कहते मन को भी कहते बुद्धि को कहते सब जगह कहते पंचात्मा तार कल बल होगा कहते नहीं शब्दटा व्यवहारिक शब्द रूढ़ी शब्द रूढ़ी अर्थ रूढ़ी अर्थ आत्मा हेले ये चेतनमय अमृत सनातन आत्मा आत्मा तार से आत्मा प्रसन्न हम आत्मा सुप्रसिद्ध आत्मा प्रसन्न हम कहीं कौन उद्देश्य नहीं उद्देश्य जदि तो कौन उद्देश्य दियो ना संसारिक सुख हो देह सुख नहीं इंद्रिय सुख नहीं बिल्कुल सुख से सुख पड़े सियाड़ पड़ा भक्ति दे दे दो रहे माया माया जन्म है आउे इंद्रिय मिले आउे सुख मिले आउे भक्ति भक्ति सिरगु कहले अहेतुकी अप्रतिहता अप्रतिहत दीन शब्द विशेषण आत्मा सुप्रसिद्धि आत्म प्रसन्न बुझे आत्म प्रसन्न हेले तार सबकि इंद्रिय मान तृप्ति सुखी किंतु ना शरीर टाक आम आलोचना करवा देहटारे जिते सुख रही देखा शुणा सेंट फेंट लगेल सुगंध टे खायापी सब भोग गला कि हाथ गोड़ा लगे लुगापटा पिंधल कि अलंकार लगेल कि जहाँ कि कल जी जाक सुख अच्छी सब जाक पेट सहित सुख कनेक्ट अच्छे ना नहीं सब सुख हाँ हाँ जान कनेक्शन अच्छे महाराज पेट्रे भोक अच्छे खाद्य नहीं जठर आगे जलु आपको आनी भल सेंट पकेब काम जी आनी दब किसी लाभ कहीं जठर आदमी जोड़ हाँ कहीं जठर आगे सहित रही बुझिपारे पेटर कथा हाँ महाराज ये ठीक अच्छी सब जगह आसी भल लगे पेटर पड़ेगा भल जिन देखा चल खाया चल बुलवा चल चांगा मार बुझे महाराज बुझिपारे ये उदाहरण दिया भू इंद्रिय गुड़िक प्राण सब जगह पेट सहित रही पेट जब खाद्यटा पड़ा कथबार्ता भल मंद दुख सामग्री जहाँ पेट्रे जदि खाद्य नहीं भूख जदि सियाड़े उठलानी ताकू ए संसार कोड़ा सुख दब कि सुख जी जाक सुख सब जगह दुख परिणत कहीं सहित आगे कनेक्शन सिद्धांत पेटटा क्या सहित रही भर जा शरीर सहित तो रही मन सहित मनटा जदि तुम खराब हो खायार मत से सुख सब नहीं मन जदि खराब पा न खाई न पी सिंधी रही न खाई उपवास कर संभाड़ी रोज ना नहीं सब देखिए सब जान जानले पर्यालोचना पर्यालोचना तो होती कि माजली बाहर को ताई हाँ महाराज बाहर बुझले मन पेट मन सहित रही मन जदि खराब हो किसी नहीं खाई मिल पी मिल सब कर मर्जी मिल मर्जी ना नहीं मनटा जदि प्रसन्न अच्छी नहीं मनटा प्रसन्न थे सी ये जदि कौन सी असुविधा थी चल गोटे सिस्टम सब रही गोटे सेल पर सब लगी किंतु गोटाकर इम्पोर्टाट गोटे अच्छे गोटे गोटाक निर्भर क्या गोटा रही मन उपर रही कौन शरीर पेट सहित सब इंद्रिय सब रही प्राण इंद्रिय मन इत्यादि रही अच्छा मन सहित बुद्धि अच्छी आत्मा अच्छी समस्त आत्मा थी
ଜୀବନଟା ଅଛି ନା ବନ୍ଧା ଦେଇ ପଳେଇବ ମରିଯିବ। ତାହେଲେ ସେଇଠି ଆତ୍ମା ଯଦି ପ୍ରସନ୍ନ ହେଇଗଲା ତାହେଲେ ସବୁ ପ୍ରସନ୍ନ ହେଇଯିବେ। ବୁଝିପାରିଲେ? ଆତ୍ମା ସୁପ୍ରସିଦ୍ଧ ବୋଲି କହିବେ। ଆତ୍ମା ପ୍ରସନ୍ନ ହେଲେ ତାର ବୁଦ୍ଧି, ତାର ମନ, ତାର ପ୍ରାଣ, ତାର ଇନ୍ଦ୍ରିୟ ସମସ୍ତେ ତୃପ୍ତି ହେଇଯିବେ। ଆତ୍ମତୃପ୍ତି ହେଲେ ସେଥିପାଇଁ ଏଠି କହିଲେ ଅହେତୁକି ଭକ୍ତି ଯେନ କେହି ଭକ୍ତିରେ ଆଉ କିଛି କାରଣ କୌଣସି ହେତୁ ନଥିବ। ଅହେତୁକି ଅହେତୁ ଅହେତୁ ଅହେତୁକି ଭକ୍ତି ହୃଦୟ ଜାଗେ ଅନୁକ୍ଷଣ। ହୃଦୟ ଭିତରେ ସେଇଟା ଯେମିତି ଜାଗରଣ ଓ ଅନୁକ୍ଷଣ ପ୍ରତିକ୍ଷଣ କ୍ଷଣେ କ୍ଷଣେ ପ୍ରତି ସମୟରେ ସେଇ ଭକ୍ତିଟି ମୋର ଜାଗ୍ରତ ହଉ। ବୁଝିଲେ? ବିଷୟ ଯେ ପ୍ରୀତି ଏବେ ଅଛି ଆମର ଏବେ ମୋର ବିଷୟ ପ୍ରତି ପ୍ରୀତିଟା ଅଛି। ଝିଅମାନେ ଟଙ୍କା ପଇସା ଶରୀରକୁ ନେଇକି ସବୁ ଅଛି ସେଇ ଦିକେ ଯେବେ ଅଛି ଯେମିତି ଅଛି ଏଇ ପ୍ରକାର ତମର ପାଦ ପଦ୍ମରେ ସେଇଟା ରହ। ବିଷୟ ପ୍ରତି ଏବେ ଯୋଉ ମନଟି ଯେମିତି ପ୍ରୀତିଟି ଅଛି, ପ୍ରୀତି ଅର୍ଥ ହଉଛି ଭଲ ପାଇବା। ଆମେ କାରଣ ଶ୍ରଦ୍ଧା ସ୍ନେହ ଏଇ ସବୁ ଅଲଗା ଅଛି ତାର ପର୍ଯ୍ୟାୟ। ସେଇ ଯୋଉ ପ୍ରୀତିଟି ମୋର ଅଛି ତମ ପ୍ରତି ଭଲ ପାଇବା, ଏଇ ଯୋଉ ସଂସାର ଯୋଉଟା ଅଛି ସେଇ ପ୍ରୀତିଟା ତମ ପାଦ ପଦ୍ମରେ ରହୁ। ପ୍ରୀତି ରହୁ ଚରଣେ তোমার সেই ପ୍ରୀତିଟା ରହୁ। ବିପଦେ ସମ୍ପଦେ ତାହା ଠାକୁ ସମଭାଗ। ବିପଦରେ ଆଉ ସମ୍ପଦରେ ଏ ସଂସାରରେ ବିପଦ ଯେତେବେଳେ ଆସିବ ସମସ୍ତେ କାନ୍ଦନ୍ତି। ମୋର ବିପଦ ପଡ଼ିଲା, ମୋ ଭାଗ୍ୟ ଖରାପ ପଡ଼ିଲା, ମୋତେ ଦୁଃଖ ହେଲା ଏମିତି ଭାବୁଛନ୍ତି। ସମ୍ପତ୍ତି ଯେତେବେଳେ ପଳାଇବ ମୋର ଓଳେଇ କିଏ ନାହିଁ, ମୋର ଭାଗ୍ୟବାନ, ମୁଁ ଏମିତି କରିଦେଲି ସେମିତି କରିଦେଲି କରିଦେବି ବୋଲି ଭାବୁଛନ୍ତି। ମନରେ ଭାବୁଛନ୍ତି ନା ନାଇଁ? ଏ ବିପଦ ଆଉ ସମ୍ପଦ, ବିପଦ ଆଉ ନହେଲେ ସମ୍ପଦ ଆଉ ଯାହା ହଉଛି ଆଉ, କିନ୍ତୁ ଥାକୁ ସମଭାବ, ଏଟା ସମାନ ଭାବରେ ରହୁ। ବିପଦ ଆସିଲା ବୋଲିକିରି ସିଏ କାନ୍ଦିବାକୁ ଦରକାର ନାହିଁ, ଦୁଃଖ କରିବା ଦରକାର ନାହିଁ, କିମ୍ବା ସମ୍ପତ୍ତି ଆସିଲା ବୋଲି ଅହଙ୍କାର କରିବା ଦରକାର ନାହିଁ, ଅଭିମାନ କରିବା ଦରକାର। ସମଭାବରେ ତମର ସେଇ ଭକ୍ତିଟି ହୃଦୟ ଭିତରେ ରହୁ। କୋଉ ଭକ୍ତି? କୋଉ ଭକ୍ତି କହିଲେ? ଅହେତୁକି ଭକ୍ତି। ଭୁଲି ଯାଉଛ? ଅହେତୁକି ଭକ୍ତିଟି ସେଟା ହୃଦୟରେ ରହୁ, ଜାଗ୍ରତ ହଉ। ଏଇ ସଂସାର ଭିତରେ କେତେବେଳେ ଦୁଃଖ ଆଇବ, କେତେବେଳେ ସୁଖ ଆଇବ, କେତେବେଳେ ବିପତ୍ତି, କେତେବେଳେ ସମ୍ପତ୍ତି, କେତେବେଳେ ସଂଯୋଗ, କେତେବେଳେ ବିୟୋଗ, କି ଜନ୍ମ ହଉଛି, କି ମରିଯାଉଛି, କି ଲାଭ ହଉଛି, କି କ୍ଷତି ହଉଛି, ସୁସଂସାର ଚାଲିଛି। କିନ୍ତୁ ସେ ତା ଦ୍ୱାରା ଏଇଟା ଯେମିତି ଭକ୍ତିଟି ପ୍ରଭାବିତ ନ ହଉ, ସମଭାବେ ପ୍ରଶ୍ନ ପକ୍ଷେ ଦିନେ ଦିନେ ବୁଦ୍ଧି ହଉବ ନାମର ପ୍ରଭାବ। ଏଇଟା ସମଭାବରେ ରହୁ। ସଂସାରରେ ଯୋଉଟା ସୁଖ ନାମର ପ୍ରଭାବରେ ସେଇଟା ଦିନେ ଦିନେ ବୃଦ୍ଧି ହୁଏ। ବୁଝିଲ? ନାମ କରିବା ଦ୍ୱାରା କ'ଣ ହବ ସେଇଟା ଏଥିରେ ବୁଝୁ। ନାମ କଲେ ଏ ସଂସାର ସୁଖ ଦୁଃଖ ଭୁକ୍ତ ଇଏ ଚାଲିଥିବ, କିନ୍ତୁ ନାମର ପ୍ରଭାବରେ ତାର ଯୋଉ ଭକ୍ତିଟି ସିଏ ବୃଦ୍ଧି ହୁଏ। ଖାଲି ନାମ ବିଷୟରେ ଆଲୋଚନା କରୁଥିଲି ଶବ୍ଦ, ମୁଁ ତାପରେ ଆଲୋଚନା କଲି ଅନ୍ୟ କଥା। ସେ ନାମର ପ୍ରଭାବରେ ଭଗବାନଙ୍କର ଭକ୍ତିଟି, ହେତୁକି ଭକ୍ତିଟି ସେଇଠି ପ୍ରୀତିର ସହିତ ନାମକ ପ୍ରତି ପ୍ରୀତି, ଭଗବାନଙ୍କ ପ୍ରତି ପ୍ରୀତିଟି ସେଇଟା ଧୀରେ 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 ବୃଦ୍ଧି ହେଉଥାଉ, ବଢ଼ୁଥାଉ। ତାହେଲେ କ'ଣ ହବ? ଏଇ ଯୋଉ କର୍ମଫଳ ରହିଛି, ଭଲ ମନ୍ଦ ଗୁଣ ଦୋଷ, ନଷ୍ଟ ହେଇଯିବ, ଶରୀର ସହିତ ନଷ୍ଟ ହେଇଯିବ। ଯୋଉ କର୍ମଟା ଅଛି ସେଇଟା ନଷ୍ଟ ହେଇଯିବ। ଆଉ ଏଇଠି ନାମଟି ରହିବ, ନାମ ପ୍ରଭାବରେ ଯୋଉ ଭକ୍ତି ଏଇଟା ବଢ଼ିବ, ଆତ୍ମସ୍ୱରୂପରେ ବଢ଼ିବ, ବଢ଼ିକି ସିଏ ଭଗବାନଙ୍କର ପାଦ ପଦ୍ମଙ୍କୁ ପ୍ରୀତି ନେଇକି ପହଞ୍ଚେଇ ଦବ। ନାମ ପ୍ରଭାବରେ ବୃଦ୍ଧି ହଉ। ନାମର ପ୍ରଭାବେ
ପଶୁ ପକ୍ଷୀ ହଏ ଥାକି ସ୍ୱର୍ଗେ ବାହାରି ରହେ। ମୁଁ ପଶୁ ହେଇକି ରହିବି କି ପକ୍ଷୀ ହେଇକି ରହିବି, ସ୍ୱର୍ଗରେ ରହିବି କି ନର୍କରେ ରହିବି, ଏ ହଉଛି ଚାରିଟା ପାଞ୍ଚଟା ସ୍ଥାନ। ଆଉ କୋଉଟା ରହିବ ରହିବାକୁ ଜାଗା ନାହିଁ। ଆଉ ଏଇ ଯୋଉ ଚାରିଟା ଜାଗା ସ୍ୱର୍ଗରେ ରୁହ, ନହେଲେ ନର୍କକୁ ଯାଅ, ନହେଲେ ପଶୁ ପକ୍ଷୀ ହେଇକି ରୁହ ମଣିଷ ପରେ। ଏ ଜାଗା ହବା କଥା ଯୋଉଠି ବୁଝୁ, ପଶୁ ହେଇକି ପକ୍ଷୀ ହେଇକି ସ୍ୱର୍ଗରେ ଥିକି ନରକରେ ଥିକି ଯୋଉଠି ଥାଉ ଥାଉ, ତବ ଭକ୍ତିର ଭକ୍ତି ବିନୟ ହୃଦୟ। ଆପଣଙ୍କର ଭକ୍ତି ଭକ୍ତିପୂର୍ଣ୍ଣ ଠାକୁର ମନା କରି କହୁଛନ୍ତି, ତବ ଭକ୍ତିର ଭକ୍ତି ବିନୟ ହୃଦୟ। ହୃଦୟ ଭିତରେ, ଅନ୍ତଃକରଣ ଭିତରେ, ଚିନ୍ତା ସ୍ୱରୂପ ଭିତରେ ହୃଦୟର ଭାବ ବି ରହିବ, ଭକ୍ତି ରହିବ, ପ୍ରୀତି ରହିବ, ମନରେ ରହିବ। ସେଇଟା ଯେମିତି ରହୁ ବୋଲି ତାଙ୍କୁ କହିଲେ। ଏଇ ସବୁ ଶାସ୍ତ୍ରରେ, ଭାଗବତରେ, ଗୀତାରେ ଇତ୍ୟାଦିରେ ସବୁଠି କୁହାଯାଏ। ଗୀତାରେ ଶ୍ରଦ୍ଧା ଶବ୍ଦରେ କହିଲେ, ଭକ୍ତି ଶବ୍ଦରେ କହିଲେ, ଭକ୍ତ୍ୟାତ୍ମନ୍ୟୟା ଲବ୍ଧ ଦ୍ରଷ୍ଟୁମ୍ ଏବଂ ବିଦୋ ଅର୍ଜୁନ ଜ୍ଞାନ୍ତୁମ୍ ଦ୍ରଷ୍ଟୁମ୍ ଚ ତତ୍ତ୍ୱେନ ପ୍ରବିଷ୍ଟୁମ୍ ଚ ପରନ୍ତପ କହିଲେ। ଭକ୍ତ୍ୟାତ୍ମ ଅନନ୍ୟ, ଅନନ୍ୟ ଭକ୍ତି ଯୋଉ ହେଇକି ଭକ୍ତି କହିଲେ ତାର ଆଉ ଗୋଟେ ଅର୍ଥ ମଧ୍ୟ ଅନନ୍ୟ ଭକ୍ତି। ଅନନ୍ୟ ଭକ୍ତି ମଧ୍ୟ କହିଛନ୍ତି। ଐକାନ୍ତିକ ଭକ୍ତି ବୋଲି ମଧ୍ୟ ଆଉ ଜଣେ କୁହାଯାଏ। ଐକାନ୍ତିକ ଭକ୍ତି, ଐକାନ୍ତିକ ଭକ୍ତି ମାନେ ଏକାନ୍ତ ଭାବରେ ଭକ୍ତିଟି ରହିବ। ଆଉ କାହା ଭକ୍ତିଟି ତାର ଯେମିତି ଏବେ ବିଜଳିତ ହେବ, ନିଷ୍ଠା ରହିବାର ଅଛି। ରହିଲେ ମଧ୍ୟ ସେ ବସ୍ତୁ ପ୍ରାପ୍ତ ହେବ। ଗୀତାରେ ଇଏରେ ଗୋପାଳ କୃଷ୍ଣ ଲେଖିଲେ ନିରୁପାଧି କୃପା ବୋଲି କହିଲେ। ସେଇଟା ମଧ୍ୟ ଗୋଟିଏ ଶବ୍ଦ। ନିରୁପାଧି ବୋଲି ମଧ୍ୟ ଏହାର ଅର୍ଥ ହେଇଥାଏ। ଉପାଧି ନାହିଁ କିଛି, ନିରୁପାଧି କୃପା କର ବୋଲି ଦିଦି ଭବାଦିରେ ଅଛି କଥିତ। ବିଷକ୍ରିୟା ଉଦାର ଦୂରିତ କହିଲେ, ମୁକଳା ଦୋଷ କି ନାସିଚ ତ ବକି, ବକାସୁରର ଭଉଣୀ ପୁତନା, ସିଏ ଯୋଉ ଗଲା ଆପଣଙ୍କୁ ବିଷ ପିଆଇକି ମାରିବାକୁ ଯାଇଥିଲା, ତାକୁ ତ ତମେ ହାତରୁ ଗତି ଦେଲ, ତାକୁ ମୁକ୍ତି ଦେଲ, ଭକ୍ତି ଦେଲ, ତାକୁ ହାତରୁ ଚିତା ଦିବ୍ୟ ଶରୀର ଦେଲ, ମା ଭଳି ଶରୀର ପାଇକି ସେ ଗଲା, ଗୁରୁକୁ ପଠେଇଲ, ସେ କୋଉ ଭକ୍ତି କରିଥିଲେ? ବିଷ ପିଇବାକୁ ଯାଇଥିଲା। ସେ ବିଷ ପିଇବାକୁ ଆସିଥିଲା, ତାର ଏମିତି ସେ ବିଷ ପିଇବାକୁ ଆସିଥିଲେ ମଧ୍ୟ ତାକୁ ନିରୁପାଧି କୃପା, କୌଣସି ଉପାଧି ନାହିଁ, କୌଣସି କାରଣ ନାହିଁ। ଏଇ ଯୋଉ କୃପାଟା କଲ ତାକୁ ପାଇବାର ସେ ଯୋଗ୍ୟ ନାହିଁ କିଛି ଅଛି କି? ମାରିବାକୁ ଆସିଥିଲା, ବିଷ ପିଇକି ଯୋଉ ମାରିବାକୁ ଯାଇଥିଲା, କପଟ କରିକି ଯାଇଥିଲେ, ତଥାପି ତମେ ତାକୁ ଏମିତି ନିରୁପାଧି କୃପା କର। ଉପାଧି ନାହିଁ ସେଇଠି, ତାର କୌଣସି ଯୋଗ୍ୟତା ନାହିଁ ପାଇବା ପାଇଁ, କିନ୍ତୁ ତମେ ତାଙ୍କୁ ଦେଇଛ। ତ ଅନୁସରିତ କାଳ ଯାକ ଗଲା ସହିତ ମୋର କାଳ ଯାକ ପଳେଇଲାଣି, ମୁଁ ଡାକୁଛି ମତେ କୃପା କର। କଣ ବିତରଣ କଲେ କୃପା ନୁହନ୍ତା କରୁଣା ସରିତ, ଟିକେ କଣ ଟିକେ ତାକୁ ଟିକେ ମତେ ଦେଇଥିଲେ ତମର କରୁଣା କଣ ସରିଯାଇଥାନ୍ତା। ମତେ ଟିକେ କାହିଁ ଜୀବନ ଯାକ ପଳେଇଲା, ମୁଁ ଡାକି ଡାକି ବୁଝେଇ ପ୍ରାର୍ଥନା କରୁଛନ୍ତି। ନାଇଁ, ଭକ୍ତମାନେ ତାଙ୍କର ଭାବରେ କିଏ କେମିତି ଭାଷା ଦ୍ୱାରା ତାଙ୍କର ଭାବକୁ ବ୍ୟକ୍ତ କରୁଛନ୍ତି, ସେଇଗୁଡ଼ିକ ସବୁ ସିଦ୍ଧ ମହାତ୍ମା ମାନଙ୍କର, ସେଇଗୁଡ଼ିକ ସବୁ ପଢ଼ିଲେ ସିଦ୍ଧ ଠିକ୍ ଭାବରେ ଆସିବ। ଗୋଟିଏ ପଦ, ଗୋଟିଏ ତାଙ୍କର ଅନର୍ଥରେ ନଥିବ, ତାଙ୍କର ପଦ ଯୋଜନା, ତାଙ୍କର ଅର୍ଥର ସୁଷ୍ଠୁତା ଏକଦମ ଶୀଘ୍ର ତାଙ୍କର ଥିବ। ସେଇଗୁଡ଼ିକୁ ଗାଇଲେ ଶୁଣିଲେ ମନ ତମକୁ ଯଦି ଯିବ, ତାହେଲେ ତମେ ତା ଭିତରେ ଯାଇକି ସମୁଦ୍ର ଭଳିଆ ତା ଭିତରେ ପହଞ୍ଚିଯିବ, ଗଭୀର ଭିତରେ ପହଞ୍ଚିବ। ସେଥିପାଇଁ ମହାଜନ ଜେନ ଗତ ସପନ୍ଥା କହିଲେ, ମହାଜନ ମାନେ ଯୋଉ କରିକି ଯାଇଛନ୍ତି, ଯୋଉ ରାସ୍ତା ଦେଖିକି ଯାଇଛନ୍ତି, ଯୋଉ ରାସ୍ତା ମାନେ ଏଗୁଡ଼ିକ ତ ରାସ୍ତା ଆଉ ଯୋଉ ଭଜନରେ ଲେଖିକିରି ଦେଇଛନ୍ତି, ଯାଇଛନ୍ତି, ଉପଦେଶ ଦେଇକି ଯାଇଛନ୍ତି, ସେଇ ମାର୍ଗରେ ଅନୁଗାମୀ ହବ। ଆଉ ଯଦି ନୂଆ ନୂଆ କରି ବାହାର
ଭାବୁଛି ଚମତ୍କାର କରିକିରି କରୁଛନ୍ତି ସେ ଭିତରୁ ଯଦି ଯିବ ତାହେଲେ ଭୁଲରେ ଫଳ ଦେଖିବାକୁ ଗଲେ ରୋଡ ଗୋଟେ ଭଳିଆ ହେଇଯିବ ଚକଚକ ହେଇଯିବ ନାଇଁ ଏଗୁলো ଭିତରେ କେତେବେଳେ ପଇସାଟା ହବନି ତାକୁ ବିକି 5 ପଇସା ମୂଲ୍ୟ ନଥିବ ସେ ପ୍ରକାର ଯୋଉଟା ମହାଜନ ମାନେ ଆଚାର୍ଯ୍ୟ ମାନେ ଅନୁଭବୀ ମାନେ ସାଧକ ମାନେ ଯୋଉମାନେ କରିକି ଯାଇଛନ୍ତି ସେଇ ପଥର ପ୍ରତ୍ୟେକ ଏବଂ ସେଇ ସାଧନ ମାର୍ଗରେ ଜୀବ ଅନୁଭବରେ ଆସୁଛି ସେମାନଙ୍କର ପଦଲାଳିତ୍ୟ ମହାରାଜ ପଦଲାଳିତ୍ୟ ବି ଅଛି ଅର୍ଥ ସୌଷ୍ଠବ ବି ଅଛି ଭାବ ଶୁଦ୍ଧ ବି ଅଛି ଭକ୍ତି ବି ଅଛି ସବୁ ତ ଅଛି ତା ଭିତରେ ଦୋଷ ତା ଭିତରେ କିଛି ନାହିଁ କାବ୍ୟର ଦୋଷ ଗୁଣ ଏ ଭିତରେ କିଛି ନାହିଁ ଶବ୍ଦର ଦୋଷ କି ଅର୍ଥର ଦୋଷ କି ଅଳଙ୍କାରର ଦୋଷ କିଛି ନଥିବ ଦୋଷ ତା ଏମିତି କିଛି ନାହିଁ ଅଜୟ ଦୋଷ ଯେହେତୁ ସେଗୁଡ଼ିକ ସବୁ ଭାବରେ ସେମାନେ ସବୁ ଅଛନ୍ତି କଲେ ସେଥିରୁ ଧରିକି ଯିବ ଏକାଦଶୀ ଆଜି ଭଗବାନଙ୍କର ଦେଶ କାଳ ପାତ୍ରରେ ତାଙ୍କର ମଧ୍ୟ ଅଧିକାର ରହିଛି ସବୁ ଦେବତାଙ୍କର ରହିଛି ଏଇଠି ଯେମିତି ମନ୍ଦିରଟା ହେଲେ ଏଇଠି ତାଙ୍କର ମନ୍ଦିର ଏଇଠି ତାଙ୍କର କରାହୁଏ ନାଇଁ ଜାଗାରେ ସେମିତି କାଳରେ ମଧ୍ୟ ଅଛି ସିଏ ସବୁ କାଳ ସବୁ ଜମି ତାଙ୍କର ସବୁ ଜାଗା ତିଆରି କରିଛନ୍ତି ସିଏ କିନ୍ତୁ ଆମମାନଙ୍କ ପାଇଁ ଏଇ ଯେଉଁ ସବୁ ବାଣ୍ଟିଛନ୍ତି ଆମେ ଜାଣିବା ପାଇଁ ତମର ସେ ଘର ଆମର ଏଇ ଘର ଏଇ ମନ୍ଦିର ଏଇଟା ସେଇଟା ତାଙ୍କର ଏଇଟା ଭଗବାନ ତିଆରି କରି ସବୁ ଜାଗା ତାଙ୍କର ତମେ ଏଇ ଜାଗାକୁ କାହିଁ କରୁଛ କିନ୍ତୁ ବ୍ୟବହାର ଲୋକମାନଙ୍କର ଲୋକ ବ୍ୟବହାର ପାଇଁ କରୁଛନ୍ତି ଆମେ ନାଇଁ ଆଗେ ବିକା କିଣା କରୁଛନ୍ତି ଆଗେ ପଡ଼ିଯାଉଛନ୍ତି ଭଗବାନଙ୍କର ରହିଛି ସେଇଟା ରହିବ କିନ୍ତୁ ଆଗ ଭିତରୁ ଯେଉଁ ସବୁ ଲେଖା ଲାଗିଲେ ଷ୍ଟାମ୍ପ ଡ୍ୟୁଟି ଦେଇକି କରୁଛନ୍ତି ରେଜିଷ୍ଟ୍ରି କରିକି ବ୍ୟବହାର ପାଇଁ ସେଟା କରୁଛନ୍ତି ଆମେ ମଧ୍ୟ ସେଇଥିରେ ରହିଛି ସେଥିପାଇଁ ଆମେ ମଧ୍ୟ କରାଯାଉ ସେମିତି ଭଗବାନଙ୍କର ସେ ନିଜେ ସ୍ୱରୂପ ତାଙ୍କର କୌଣସି ନାମ କାଳ ଅତୀତ ସିଏ କିନ୍ତୁ ତାଙ୍କୁ ମଧ୍ୟ କାଳରେ ଉପାସନା କରୁ ଯେହେତୁ ଆମେ ତା ଭିତରେ ରହିଛୁ କାଳ ଭିତରେ ରହିଛୁ ସେଥିପାଇଁ ଏଇ ତିଥିମାନଙ୍କରେ ବିଶେଷ ପ୍ରଭାବ ଅଛି ତାର ଲୀଳା କଥା ପୁରାଣରେ ବର୍ଣ୍ଣନା ହେଇଛି ତିଥିମାନଙ୍କରେ ଯେଉଁମାନେ ଭଗବାନଙ୍କର ଉପାସନା କରିବେ ସେମାନଙ୍କର କାମନା ମଧ୍ୟ ପୂର୍ଣ୍ଣ ହେଇଯିବ ତା ସହିତ ଭକ୍ତି ମଧ୍ୟ ତାଙ୍କର ଜାଗ୍ରତ ମୁକ୍ତି ମଧ୍ୟ ପାଇପାରେ ଯେହେତୁ ଭଗବାନ ବିଷ୍ଣୁଙ୍କର ଭକ୍ତିରେ ସମସ୍ତ ମିଳିବ କାମ ସର୍ବକାମ ବା ମୋକ୍ଷ କାମ ଦାଧି ତୀବ୍ରେଣ ଯୋଗେଣ ଜଗତି ପୁରୁଷ ପରମ ଅକାମରେ ନିଷ୍କାମ ଭାବରେ କରନ୍ତୁ କିମ୍ବା ସର୍ବକାମ କାମନାରେ ମଧ୍ୟ କରନ୍ତୁ କାହାର ଯଦି କିଛି କାମନା ଥିଲେ ମଧ୍ୟ କରନ୍ତୁ ମୁକ୍ତି କାମ ବା ମୁକ୍ତି ମଧ୍ୟ ଇଚ୍ଛା କରି କରନ୍ତୁ ଉଦାର ଧି ଯେଉଁମାନଙ୍କର ଉଦାରତା ଅଛି ଧି ବିଚାର କରି ଯେଉଁମାନେ କରୁଛନ୍ତି ତାହେଲେ ତୀବ୍ରେଣ ଭକ୍ତି ଯୋଗେନ ଯଦି ପୁରୁଷ ପରମ ପୁରୁଷ ଭଗବାନଙ୍କର ତାଙ୍କୁ ତୀବ୍ର ଭକ୍ତି ଦ୍ୱାରା ସେମାନେ ସାଧନ କରିବେ କୁହାଯାଏ ଯେଉଁମାନେ କାମନା ଉଦ୍ଦେଶ୍ୟରେ ମଧ୍ୟ ଭଗବାନ ବିଷ୍ଣୁଙ୍କର ଭକ୍ତି କରନ୍ତି କାମନାଟି ମଧ୍ୟ ତାର ପୂର୍ଣ୍ଣ ହେଇଯିବା ପରେ ସିଏ ମଧ୍ୟ ଆଉ ଥରେ ନିଷ୍କାମ ହେଇଯାଏ ଏଇଠି ଅଛି ବିଷ୍ଣୁ ମନ୍ଦିର ମାହାତ୍ମ୍ୟ ପୂର୍ଣ୍ଣ ହେଇଗଲା ପରେ କାରଣ ପୂର୍ଣ୍ଣ ହେଲେ ମଧ୍ୟ ହେଇଲେ ନିଷ୍କାମ ପଳେଇବା ଅନ୍ୟ ଦେବାଦେବୀଙ୍କର ପୂଜା କରିକି ଯେଉଁ ବରଟା ପାଉଛନ୍ତି ସେଇଥିରେ ଅଭିମାନ ପଳେଇ ଯାଉଛି ଗର୍ବ ପଳେଇ ଯାଉଛି ଦମ୍ଭ ପଳେଇ ଯାଉଛି ଦେଖୁନ ଅସୁର ହେଇଯାଉଛି ଅସୁର ହେଇକି କରୁଛନ୍ତି କିନ୍ତୁ ବିଷ୍ଣୁ ଭକ୍ତିରେ ସେମିତି କରିଦେବେ ତାଙ୍କର ଭକ୍ତିରେ ସେମିତି ସେ ତାକୁ ପ୍ରୟୋଗ କରିପାରିବନି ଯଦି କିଛି କଲା ଭଗବାନ ସାକ୍ଷାତ ଆସି ଯାଉଛି ଗର୍ଭବନ୍ଧନ ହରି ତାକୁ ଗର୍ଭବନ୍ଧନ କରିକି ତାକୁ ଠିକ କରୁଛି ଏଇଠି ଅଛି ତାଙ୍କର ଦର୍ଶନ ଧ୍ରୁବ ଦେବୀ ତାଙ୍କର କାମନାରେ କଲେ
କାହିଁକି ଏମିତି ଗୋଟେ କାମନାଟି କଲି ବୋଲି ଆଉ ନିଜକୁ ଦୁଃଖ ମନେ କରେ। ସେଇଠି ହେଉଛି ତାଙ୍କ ଦର୍ଶନର ଲାଭ। ତାଙ୍କ ଦର୍ଶନରେ ହିଁ କାମନା ଦୂର ହେଇଯାଏ। ଅନ୍ୟ ଦେବାଦେବୀଙ୍କର ଦର୍ଶନରେ ହୁଏନି, ତାଙ୍କର ଦର୍ଶନରେ ଏଇଠି ତାର ହୃଦୟ ଭିତରେ ବିଶୁଦ୍ଧ ସତ୍ତ୍ୱ ତାପରେ ଥାଏ, କାମନା ସବୁ ଚାଲିଯାଏ ତାର ଦର୍ଶନ ମାତ୍ର। ଅନ୍ୟ ଅନ୍ୟ ଯଦି ଦର୍ଶନ ଆଣିଥିଲେ କାମନା ଦେଇଦେବେ, କାମନା କର, କାମନା କାମନା ଦେଇଦେଲେ ପୁଣି ସେଇଥିରେ ଆଉଥରେ ଜନ୍ମ ମରଣ ଚକ୍ରରେ ବୁଲିବ। କାମନା ପରିପୂର୍ଣ୍ଣ ହେଇଗଲା ପରେ ପରିପୂର୍ଣ୍ଣ ବୋଲେ ଆହୁରି କାମନା ଜାଗ୍ରତ ହବ। କାମନାର ପରିସମାପ୍ତି ନାହିଁ ମହାରାଜ। ସେଇଥିପାଇଁ ଏଇଟାକୁ କୁହାହେଇଛି। ଯଦି କରୁଥିବ ତାଙ୍କର ବନ୍ଦ କରିଦେବେ ବି ତାଙ୍କର କ୍ରୋଧ ହେଇଯିବ। ଯେତେବେଳେ ଇନ୍ଦ୍ରଙ୍କର ଯଜ୍ଞଟାକୁ ବନ୍ଦ କରିଦେଲେ ଇନ୍ଦ୍ର କ୍ରୋଧ ହେଇଗଲେ ନା, ଗୋବର୍ଦ୍ଧନ ପୂଜା ହେଲା। ତାଙ୍କୁ ଭଗବାନ ଜାଣିକି ତାଙ୍କ ଉପରେ କ୍ରୋଧ କଲା, ମଣିଷ ଆମେ ରଖି ଯଦି ଏଇଟା ହଉଛି ଗୋଟେ କଥା। ନିହାତି ଯିଏ କରୁଥିବ ଯଦି କରିବନି ତାହେଲେ ତାକୁ ଶେଷ କରିବ। ଏଇଟା ଅଛି ଦୋଷ। ସେଥିପାଇଁ ଜଣେଇବା ଦରକାର, ଯାହା କରୁଛନ୍ତି ନା ପରିଣାମଟା ତାଙ୍କର କି ପ୍ରକାର ଅଛି। କରୁଥିବେ ଛାଡ଼ିଦେଲେ ମଧ୍ୟ କ୍ରୋଧ ଭଗବାନଙ୍କର କଲେ ସେମାନଙ୍କର କ୍ରୋଧର ଶିକାର ହେବେ। ରାବଣ ଲଙ୍କେଶ୍ୱରୀକି ରଖିଥିଲା ନାଇଁ, ଗଡ଼ ରକ୍ଷା କରିକି ରଖିଥିଲା, ରକ୍ଷା କରିବା ପାଇଁ ରଖିଥିଲା। ହନୁମାନ ଯେତେବେଳେ ଗଲେ ତାଙ୍କୁ ମୁଁ ଛାଡ଼ିଲେନି ନାଇଁ, ତାଙ୍କୁ ଲକ୍ଷ୍ମଣଙ୍କୁ ଧରିଦେଲେ, ଛାଡ଼ିକି ବୋଲି କହିଲେ, ବୁଝେଇକିରି କହିଲେ ତାଙ୍କୁ ଏମିତି ସେ ରାମଙ୍କର ତାଙ୍କୁ ଆଣିକିରି ରଖେଇଛି କରିଛନ୍ତି, ମୁଁ ଆସିଛି କରିଛୁ ବୁଝେଇକି କହିଲେ ମଧ୍ୟ ଶୁଣିଲେନି। କାହିଁକି ତାର ବଳି ବଳି ଖାଉଛନ୍ତି ନାଇଁ। ସେଠୁ କ'ଣ କଲେ, ଗୋଟେ ବ୍ରହ୍ମ ଚାପୁଡ଼ା ପକେଇଲେ ଦେବୀ ରାମାୟଣ ଅଛି ଦେଇଦେଲି। ପଳେଇଲେ ପଠେଇଲେ ଜ୍ଞାନ ପଳେଇଲା, ଭୁଲ କରୁଛି ସେଠୁ କୋଉ ବାଟେ ଯିବ, କେମିତି କରିବ, କୋଉଠି କ'ଣ ହବ ସବୁ ବାଟ ବତେଇ ଦେଲେ ମରିବା ପାଇଁ ଦେଲେ। ରାବଣ କେମିତି ମରିବ ପଠେଇଥିଲେ କିନ୍ତୁ ଗଲେ। ଆଉ ରାବଣ ଭୁଲଟାକୁ ବୁଝିପାରିଲେ। ରାବଣ ଯୋଉ ଭୁଲ କରୁଛି ଆଙ୍କର ଯୋଉ ଆଶୀର୍ବାଦ ଦେଇ ସେ ଦେବୀ କ'ଣ ଜାଣୁନଥିଲେ କି, ସେ ଭୁଲଟାକୁ ଜାଣୁନଥିଲେ କି, ଘୋଡ଼ୁଥିଲେ ଜାଣୁଥିଲେ ମଧ୍ୟ ତାର ବଳି ଭୋଜା ଖାଇକିରି ଯାଉଛନ୍ତି। କୃଷ୍ଣ କ'ଣ ଯାହାର ଖାଇବ ତାର ମୁଣ୍ଡରେ ଖାଇବ ନା, କେମିତି ବିଷ୍ଣୁ କହିଲେ ପରା। ଜାଣିଥିଲେ କ'ଣ କରିବ, ଯାହାର ଖାଉଥିବ ତାର ହେଲେ ତାର ସପୋର୍ଟ ହେଇଯିବ, ତାର ମନଟା ସିଆଡ଼େ ରହିବ। ଆଉ ସେଇ ବଳ ଥିଲା, ବୁଦ୍ଧି ଥିଲା, ବିଚାର ଥିଲା, ସବୁ ଥିଲା, କିନ୍ତୁ ସେ ଯୋଉ ଅର୍ଥର ପ୍ରଭାବ ଥିଲା, ସେଥିପାଇଁ ସେ କିଛି ପ୍ରକାଶ ହଉନଥିଲା। ଯେତେବେଳେ ପଳେଇଲା ସେ ରକ୍ତ ସବୁ, ଯେତେବେଳେ ଧର୍ମ ଉପଦେଶ ସବୁ ଦେଲେ, ଏଇ ଉପଦେଶଟା ସେତେବେଳେ ପଚାରିଲା ବେଳକୁ କାହିଁକି ଜଣେ ତାର ଯୋଉ ଖାଉଥିଲେ ଟଙ୍କା ଭିତରେ ସିନା ଆଉଥିଲା, କିନ୍ତୁ ପାଟିଟା ବନ୍ଦ ହେଇଯାଉଥିଲା। ଜାଣୁ ଯିଏ ଜାଣୁଛନ୍ତି, ତାର ଯିଏ ଯାହାର ଖାଉଛି ତାପରେ କହିବ ବୋଲି କହୁନି କି, ଯାହାର ଖାଇବ ତାର ଗୁଣ ଗାଇବ ବୋଲି କଥା ଅଛି। ଲୁଣ ଖାଇବ ତାର ଗୁଣ ଗାଇବ। ସେଥିପାଇଁ ସେ ନିଜେ ଖାଇବନି ବୋଲି କୁହାଯାଇଛି। ପାପ ଜିନିଷ ଖାଇବ ବୋଲି ତାର ମୁଣ୍ଡ ଉପରେ ପଡ଼ିବ, ସେ ପ୍ରଭାବଟା ପଡ଼ିବ। ସେଥିପାଇଁ ଯୋଉଠି ବେଳେ ଭଗବାନ ଅର୍ପଣ କରିକି ଖାଇବ, ପ୍ରସାଦ କରି ଯଦି କାହାର ଦୋଷ ଥିଲେ ମଧ୍ୟ ଫଳ କରେ, ଭଗବାନ ତାକୁ ପ୍ୟୁରିଫାଇ କରିଦେବେ, ପରିମାର୍ଜିତ କରିଦେବେ। କାରଣ ପ୍ରସାଦର ମାହାତ୍ମ୍ୟ ଅଛି ଏଇଠି ଜାଣ। କାହାର ଦୋଷ ଥିବ କ'ଣ ଥିବ ବୋଲେ ମଧ୍ୟ ଭଗବାନଙ୍କୁ ପ୍ରସାଦ କରିକି ଅର୍ପଣ କରିକି ତାଙ୍କ ଜୟ ଦେଇକି କଲେ ସେଟା ସୂର୍ଯ୍ୟ ହେଇଯାଏ। ଲାଗିବନି ପଡ଼ିବ। ସେଥିପାଇଁ ପ୍ରସାଦ ଖାଇବା ବେଳକୁ ପ୍ରସାଦ କୀର୍ତ୍ତନ କରିକି ଭଗବାନ ନାମ କରିକି ଖାଇବେ। ଏଇଟା ହେଉଛି ସବୁଠୁ ଆତ୍ମାର ଉତ୍କୃଷ୍ଟ ଭାବ ଲାଭ। ପାନାୟ ସ୍ୱାହା, ପାନାୟ ସ୍ୱାହା, ମାନାୟ ସ୍ୱାହା ବୋଲି କହିଲେ ସେ ସ୍ୱାହା କରିକି ସିଆଡ଼େ ପଳେଇଲେ, କିଛି ଭଗବତ ଭାବ ଲାଭ ହୋଇଥାଏ।
ପ୍ରାଣ ଇନ୍ଦ୍ରିୟ ଏଗୁଡ଼ାକ ପ୍ରାଣକୁ ସଂଯମ କରିବା ପାଇଁ, ପ୍ରାଣକୁ ସଂଯମ କରିବା ପାଇଁ କର୍ମକାଣ୍ଡରେ କର୍ମ ଆଚାରରେ ଯାହାକୁ ଶୁଖୁଆ ହେଇଛି, ଭକ୍ତିରେ ଜାଗା ନାହିଁ। ମୋତେ କେମିତି ଆଉ କେମିତି କରିବା? ଭକ୍ତିରେ ଗୋବିନ୍ଦା ସ୍ୱାହା କଲୁ, ପାନା ସ୍ୱାହା, ପ୍ରାଣାୟ ସ୍ୱାହା, ଅପାନା ସ୍ୱାହା କରିକି ସ୍ନାୟ ସ୍ୱାହା କରିକି ପ୍ରସାଦ ପାଉ। କିଛି ଦରକାର ନାହିଁ ଜୟ ଧରି କରିବା। କିଛି ଦରକାର ନାହିଁ ଗୁଡ଼ାକ। ହଉ ଭଗବାନଙ୍କୁ ଭକ୍ତି କରିକି ନମସ୍କାର କରିକି ପ୍ରସାଦ ପାଇଗଲେ ତାର ଯୋଉ ପ୍ରାଣର ପାନ ଅପାନ ସମାନ ଧ୍ୟାନ ଉଦାନ ସବୁ ଯାକ ସମାନ ହେଇଯିବେ। ଆତ୍ମା ସହିତ ଭଗବାନ ସହିତ ଲାଗିଯିବେ ପ୍ରାଣବାୟୁ। ପ୍ରାଣବାୟୁ ତ ଆଉ କଣ, ପ୍ରାଣବାୟୁଟାକୁ ତ ସଂଯମ କରିବାକୁ କହୁଛନ୍ତି ଆଉ କଣ। ଏଥିପାଇଁ କହୁଛନ୍ତି ପ୍ରାଣାୟ ଅପାନାୟ ଧ୍ୟାନ ପ୍ରାଣ ବାୟୁକୁ ଆଉ କଣ ପାଇଁ କହୁଛନ୍ତି? ଭଗବାନ ସନ୍ତୁଷ୍ଟ ହେବେନି ମହାରାଜ। ଭଗବାନ ଅଛି କଣ ତମକୁ ସନ୍ତୁଷ୍ଟ କରିବାକୁ କହୁଛନ୍ତି? ତମ 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 ପାଇଁ କହୁଛ, ତମକୁ ଭଗବାନ କୃଷ୍ଣ ଗୋବିନ୍ଦ ବୋଲି ଭଗବାନ ମିଳିବ। ଭଗବାନଙ୍କ ସହିତ ସମ୍ବନ୍ଧ ଆସିଲେ ନା ସେଠି। ଏଇଟା ହଉଛି ପ୍ରସାଦ ସେବାର ମହାତ୍ମତା। ପ୍ରସାଦର କଥା ପୁରାଣରେ ମହାଭାରତରେ ସବୁ ଅନେକ କଥା ବର୍ଣ୍ଣନା ଅଛି। ଶୁଷ୍କଂ ପରିବେଶିତଂ ଆପି ଶୁଖିଲା ନିର୍ମାଲ୍ୟ ଶୁଖିଲା ଯେତେବେଳେ ପାଉଛନ୍ତି ନବନ୍ତି ପରିବେଶିତଂ ଆପି ବାସି ବାସି ସମୁଦ୍ର ପ୍ରସାଦ ପାଇଲେ ଭଗବାନଙ୍କର ଶକ୍ତି ଚେତନ ଶକ୍ତି ତା ଭିତରେ ଥାଏ। ତାକୁ ସିଏ ଗୋଟେ ବାଘକୁ ଗୋଟେ ଲୋକ ମାରଲା, ମହାଭାରତରେ ଅଛି ଭୀଷଣ ହାତୀ ଗୋଟେ ପୁଅଟେ ତାର ପୁଅଟାକୁ ନେଇକି ସେ ଗୁରୁକୁଳରେ ପଢୁଥିଲା, ତାକୁ ନେଇକି ସିଏ ଯାଉଥିଲେ ଦି ଜଣଙ୍କ ଭିତରେ କଥା ହେଲା। ତାଙ୍କେ ଗୋଟେ ପ୍ରସାଦ ମିଳିଲା, ତାଙ୍କୁ ବିଷ୍ଣୁଙ୍କର ପ୍ରସାଦ ମିଳିଥିଲା। ସେ ପ୍ରସାଦ ନେଇକି ଯାଉଥିଲେ, ପ୍ରସାଦ ପାଇ ନଦୀ ପାଖରେ ଅଛି ସେଠି ପ୍ରସାଦ ପାଇବାକୁ ସେ ପିଲାଟି କହିଲେ ନାହିଁ ସେଠି ରହିବା ଏବେ ସେ ପାଇବା। ସେ ସୁରୁ ଗଲେ ପତ୍ର ପତ୍ର ଆଣି ଆଣିଛନ୍ତି। ସେ ଭିତରେ ଆସିବା ଭିତରେ ଯିଏ ଗୋଟେ ବାଘଟେ ଆସିଲା, ହେଲେ ସେ ନାହିଁ ଖାଇଦେଲେ ପ୍ରସାଦ। ଖାଇଲା ପରେ ସେ ଯାଇଛନ୍ତି ଧରି କରିବାକୁ ଯାଇଛନ୍ତି, ଗୋଟେ ବାଘଟେ ଆସିଲା ତ ପ୍ରସାଦ ଖାଇଛି। ସେ ପ୍ରସାଦ ଖାଇବାକୁ ସିଏ ତ ଉଦ୍ଧାର ହେଇକି ଗଲା, ସେ ବାଘଟା ମଧ୍ୟ ଉଦ୍ଧାର ହେଇଗଲା। କାରଣ ସିଏ ମଧ୍ୟ ପ୍ରସାଦର ଖାଇଲେ। ପ୍ରସାଦ ଖାଇଲେ ସେ ପ୍ରସାଦ ସେ ଯୋଉ ପ୍ରସାଦର ତାର ପେଟରେ ଥିଲା, ସିଏ ଖାଇଲା, ବାଘ ତାକୁ ଖାଇଦେଲା। ବାଘ ପ୍ରସାଦ ଏତେ ମହାତ୍ମା ଲେଖା ହେଇଛି। ସ୍ୱଳ୍ପ ପୁଣ୍ୟ ବତାମ, ସ୍ୱଳ୍ପ ଟିକେ ପୁଣ୍ୟ ଯିଏ କରିଥିବ ବୋଲି ତାଙ୍କର ବିଶ୍ୱାସ କରିବେ। ନାମ ବ୍ରହ୍ମଣୀ, ନାମ ବ୍ରହ୍ମ ଶବ୍ଦ ବ୍ରହ୍ମ ସିଏ ମହାପ୍ରସାଦ ଗୋବିନ୍ଦ ଭଗବାନଙ୍କର ବିଗ୍ରହ ପ୍ରତି କାଠ ପତ୍ର ବୋଲି କହିବେ। ନାମ ଶବ୍ଦ ଗୋଟେ କରୁଛନ୍ତି, ଆଉ କିଛି କାମ ନାହିଁ ବୋଲି ହରେ କୃଷ୍ଣ କରୁଛନ୍ତି। ଶବ୍ଦ ନାସ୍ତିକ ବେଦ ନିନ୍ଦକୁ ଯୋଉମାନେ ମହାରାଜ, ସେମାନେ ସବୁ ଏମିତି କରିବେ। ସ୍ୱଳ୍ପ ପୁଣ୍ୟବାନ ହେଇଥିବେ, ପୁଣ୍ୟ କାମ କରୁଥିବେ, ସ୍ୱଳ୍ପ ପୁଣ୍ୟ ଟିକେ ଥିଲେ ମଧ୍ୟ ବିଶ୍ୱାସ କରିବେ। ତାଙ୍କର ବିଶ୍ୱାସ କରିବେ, ବିଶ୍ୱାସ ତାଙ୍କର ଆସିବ ବୋଲି ଶାସ୍ତ୍ରରେ କହିଛି। ବୋଲି ଯୋଉମାନଙ୍କର ଅଳ୍ପ ଥିବ ମହାରାଜ, ଅଳ୍ପ ପୁଣ୍ୟ ଯୋଉମାନେ କରୁଥିବେ ସେମାନଙ୍କର ବିଶ୍ୱାସ ହବନି। ସ୍ୱଳ୍ପ ପୁଣ୍ୟବତାମ ରାଜନ ବିଶ୍ୱାସ ନୈବ ଜାୟତେ। ସ୍ୱଳ୍ପ ବିଶ୍ୱାସ ମାନଙ୍କର ସବୁ ବିଶ୍ୱାସ ହବନି। ଯାହାର ବିଲକୁଲ ନାହିଁ ତ ତାର ହବନି। ଅଳ୍ପ ପୁଣ୍ୟ ଥିଲେ ମଧ୍ୟ ହବନି, ବେଶୀ ଥିଲେ ବୋଲି କହୁଛୁ। ବିଶ୍ୱାସ ଆସିବ। ହଉ ହେଲା ନାମ କର। Hare Rama
Hare
ସ୍ୱାଭାବିକ ହେଇଯିବେ ମାନେ